ଗୋକୁଳରେ ଗୋଟିଏ ମୟୂର ଶ୍ରୀକୃଷ୍ଣଙ୍କ ଦୁଆର ମୁହଁରେ ବସି ସବୁବେଳେ ଭଜନ ଗାଉଥିଲା। ତୁମ ବିନା ନାଥ କେହି ନାହିଁ ମୋର, କୃଷ୍ଣ ବିନା ଛାରୁଛି ନା ଏ ସଂସାର। ଯିବା ଆସିବା ସମୟରେ ପ୍ରଭୁଙ୍କ କାନରେ ତ ଏ ଗୀତ ପଡ଼ୁଥିଲା, କିନ୍ତୁ ସେ ଧ୍ୟାନ ଦେଉନଥିଲେ। ଆଉ ମୟୂର ପ୍ରଭୁଙ୍କର ବିଶେଷ ଆଶୀର୍ବାଦର ଆଶାରେ ସବୁବେଳେ ଭଜନ କରୁଥିଲା। ଏମିତି ବର୍ଷେ ପର୍ଯ୍ୟନ୍ତ ମୟୂର ଭଜନ କଲା। ପ୍ରଭୁ ଶୁଣୁଥିଲେ, କିନ୍ତୁ ସେମିତି ଖାସ୍ ଧ୍ୟାନ ଦେଉନଥିଲେ। କେବଳ ମୟୂର ଆଡ଼କୁ ହସ ହସ ମୁହଁରେ ଚାହୁଁଥିଲେ, ପୁଣି ତାଙ୍କ ବାଟରେ ଯାଉଥିଲେ। ୟାଠାରୁ ଯେମିତି ଅଧିକ କିଛି ନ ଘଟିଲା। ମୟୂରର ଆସ୍ଥା ଧୀରେ ଧୀରେ କମିବାକୁ ଲାଗିଲା। ସେ କାନ୍ଦିବାକୁ ଲାଗିଲା। ସେହି ବାଟରେ ଗୋଟିଏ ଶାରୀ ଉଡ଼ି ଯାଉଥିଲା। ସେ ମୟୂରକୁ କାନ୍ଦୁଥିବାର ଦେଖି ରୋକିଗଲା। ତାକୁ ଆଶ୍ଚର୍ଯ୍ୟ ଲାଗିଲା ଯେ ମୟୂରଟି କେତେ ଅଭାଗା ହୋଇନଥିବ, ଯିଏକି ସେହି କଷ୍ଟହର୍ତ୍ତା ପ୍ରଭୁଙ୍କ ଦ୍ୱାରରେ ବସିକି କାନ୍ଦୁଛି, ଯେଉଁଠିକି ସମସ୍ତଙ୍କର କଷ୍ଟ ଦୂର ହୋଇଥାଏ। ଶାରୀଟି ମୟୂର ପାଖକୁ ଆସି ତା'ର କାନ୍ଦିବାର କାରଣ ପଚାରିଲା। ମୟୂରଟି ବର୍ଷକର ଘଟଣା ସବୁ କହିଲା। ଶାରୀଟି କହିଲା, ମୁଁ ବର୍ଷାନାରୁ ଆସିଛି, ତୁମେ ମଧ୍ୟ ମୋ ସହିତ ସେଠାକୁ ଚାଲ। ଦୁହେଁ ଉଡ଼ିଗଲେ ବର୍ଷାନାକୁ। ଶାରୀ ଉଡ଼ି ଉଡ଼ି ବର୍ଷାନାରେ ରାଧାରାଣୀଙ୍କ ଦୁଆରରେ ବସିଲା ଓ ଭଜନ ଗାଇବାକୁ ଲାଗିଲା। ଶ୍ରୀ ରାଧେ 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 ବର୍ଷାନେ ବାଲି ରାଧେ। ଶାରୀଟି ମୟୂରକୁ ବି ଶ୍ରୀ ରାଧାଙ୍କର ଭଜନ କରିବାକୁ କହିଲା। ମୟୂରଟି ଚେଷ୍ଟା ତ କଲା ବହୁତ, କିନ୍ତୁ ତା'ର ତ ବାଙ୍କେ ବିହାରୀଙ୍କର ଭଜନରେ ଅଭ୍ୟାସ ଥିଲା। ସେ ବର୍ଷାନାରେ ବି ପ୍ରଭୁଙ୍କ ଭଜନ କରିବାକୁ ଲାଗିଲା। ତୁମ ବିନା ନାଥ କେହି ନାହିଁ ମୋର, କୃଷ୍ଣ ବିନା ଛାରୁଛି ନା ଏ ସଂସାର। ଶ୍ରୀ ରାଧାଙ୍କ କାନରେ ଯେମିତି ଏ ଭଜନ ପଡ଼ିଛି, ସେ ଦୌଡ଼ି ଦୌଡ଼ି ଆସି ମୟୂରକୁ ନିଜର ହଜିଥିବା ପରିଜନଙ୍କ ଭଳି କୋଳେଇ ନେଲେ। ତା'ର ଖୁବ୍ ଚର୍ଚ୍ଚା କଲେ ଓ ପଚାରିଲେ ସେ କେଉଁଠୁ ଆସିଛି। ମୟୂରଟି ଆତ୍ମବିଭୋର ହୋଇ କହିଲା, ଶୁଣିଥିଲି ଆପଣ କରୁଣାମୟୀ ବୋଲି, କିନ୍ତୁ ଆଜି ନିଜ ଆଖିରେ ଦେଖିଲି। ମୟୂରଟି ଶ୍ରୀ ରାଧାଙ୍କୁ କହିଲା, କିପରି ବର୍ଷେ ହେଲା ସେ ଶ୍ୟାମ ଶ୍ୟାମ ଜପୁଥିଲା ଓ ପ୍ରଭୁ ତାକୁ କେବେ ଟୋପେ ପାଣି ବି ଦେଇନାହାନ୍ତି। ଶ୍ରୀ ରାଧା ମୟୂରଟିର ଅଭିମାନକୁ ବୁଝିଗଲେ ଓ ତାକୁ କହିଲେ, ତୁମେ ଗୋକୁଳ ଯାଅ ଓ ଏଥର ସେ ଭଜନ ଜାଗାରେ ଜୟ ରାଧେ 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 ବର୍ଷାନା ବାଲି ରାଧେ ଗାଇବ। ତା'ର ଇଚ୍ଛା ତ ହେଉନଥିଲା କରୁଣାମୟୀଙ୍କୁ ଛାଡ଼ିକି ଯିବାକୁ, ତଥାପି ସେ ଗୋକୁଳ ଆସିଲା ଓ ରାଧେ ରାଧେ ଗାଇବାକୁ ଲାଗିଲା। ଯେତେବେଳେ ପ୍ରଭୁଙ୍କ କାନରେ ରାଧାନାମ ପଡ଼ିଲା, ପ୍ରଭୁ ଦୌଡ଼ି ଆସି ମୟୂରକୁ କୋଳେଇ ଧରିନେଲେ ଓ ସେ କେଉଁଠୁ ଆସିଛି ଓ କେମିତି ଅଛି ପଚାରିଲେ। ଏ କଥା ଶୁଣି ମୟୂରଟି ରାଗିଗଲା। ସେ କହିଲା, ହଁ ରେ ଛଳିଆ, ବର୍ଷେ ଯାଏଁ ଆପଣଙ୍କ ନାମ ଜପ କଲି, ତଥାପି ମୋତେ ଥରେ ବି ପାଣି ଟୋପେ ଦେଇନାହାନ୍ତି। ଆଜି ଯେତେବେଳେ ମୁଁ ଦଳ ବଦଳେଇ ଦେଲି, ମୋ ପାଖକୁ ଦୌଡ଼ି ଆସିଛନ୍ତି। ଭଗବାନ ହସ ହସ ମୁହଁରେ ପୁଣି ପଚାରିଲେ, ତୁମେ କେଉଁଠୁ ଆସିଛ। ମୟୂରଟି ନାଥଙ୍କ ପାଇଁ ବହୁତ ବ୍ୟାକୁଳ ଥିଲା। ସେ ଆଜି ସବୁ ମାନ